यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जगन्नाथ आज जो आलोचना करवा कहांती से अच्युत बुझीगला ना लिटू भाई कौन आलोचना कर कहांती से अच्युत को अच्युत ना अच्युत गोलोकनाथाय साक्षात विष्णु स्वरूप जो अच्युत गोलोकनाथ विष्णु को स्वरूप वर्तमान समय तो अच्युत अनेक भाव अच्युत शिशुअनंद भाषा शिशुअनंद कहले शेष बेलू 16 अच्युत भाई महापुरुष अच्युतानंद दास सी कहले कौन 12 अच्युत कहले हे राम 12 जन अच्युत भाई माने शेष बेलू तू से भ्रमिबू ना मु 13 नंबर अच्युत होगी रही दिन द्वादश अच्युत हुए राम भ्रमिबू ना सप्ततिलोचन कपाले तेरे पड़े सप्ततिलोचन कपाले माने ये कपाल मूल से जी गुरु मार्ग थे गुरु तत्व जानते कपाल कौटी तैयारी से जानते ये कपाल तले चिता कुटी देव लोक कल जीव लोक पुणी महापुरुष शिशुनंद गोटे पद मन पड़े अच्युत अच्युत महीपुरी जीव चित्त हो से 12 बेल को 12 जन थे शुणु 12 से 16 अच्युत कहते पुणी कहले अच्युत अच्युत महीपुरी जीव चित्त हो से 12 बेल को समस्त कहे आम अच्युत को अच्युत हेतु दिया अच्युत कि नित्य अच्युत कि अच्युत से कथा कहीं चिंता करेंगे ना समस्त कहे आम हूँ अच्युत भगवान का ना कौन अच्युत नुह नहीं पुणी महापुरुष अवतार होते कौन अच्युत नुह हाँ कि फिर निर्गुण निराकार पंच महाभूत भीतर अच्युत अच्छा भल ड्रामा हवा आम जी जान पंचसखा भितर अच्युत थे पंचु पांडव भितर अच्युत थे से किए से पंच महाभूत भितर अच्युत थे से महाभूत फेर भितर किए से किति आपतेज वायु आकाश ता भितर जन अच्छा अच्युत आम मन कौन शास्त्र तंकर प्रमाण से सब कैमेरा आगे कही हम ना किंतु महाप्रभु अच्युतानंद अंशकला नहीं अनेक देह पदप्रकाश द्वादश अच्युत ही पूज्य पद को शरण आउ कि व्यक्ति ये टुनुका टुनुकी पड़े शिखी निजे निजे किसी किसी हुकुम जारी करी सी भी हावारे कहे कौन आम हूँ सब कौन विनाश कहीं अच्युतानंद महापुरुष कहीं आम दासन दास एत बड़ा आशा करी आम कि चाहे 12 बेलू शेष समय अच्युत आविर्भूत कौटी 12 अच्युत नुह 12 बाहर क्षीर नदी दक्षिण में लिंगनाम देश खंची धाता पश्चिम निगम महेश छातवट गुप्तचर पूर्व भाग क्षण भणिल अच्युत गीत प्रदर्शन गिरी गोपी होती माटी प्राय गह गह शब्द शुभुथ
ରାମ ମୁଁ ସେଇ ଜାଗାରେ ଆବିର୍ଭୂତ ହେବି। ସରଳ ବ୍ୟାଖ୍ୟା କରିହବ ନାହିଁ, କାରଣ ଆମେ ଦେଖୁଛୁ ଅନେକ ଚ୍ୟାନେଲ ପୁରା ଆମ କଥାକୁ କପି କରି ନେଇ ଥୋଇ ଦଉଛନ୍ତି। କହିଲେ ଆମେ ମନ ଦୁଃଖ ନାହିଁ, କପି କଲେ ଆମର କିଛି ମନ ଦୁଃଖ ନାହିଁ। ସେ ଯଦି ଜ୍ଞାନଟାକୁ ବୋଧେ ଚିହ୍ନନ୍ତେ, ତାଙ୍କ ଆତ୍ମାଟା ପବିତ୍ର ହୁଅନ୍ତା, ସେଇଟା ଠିକ। ଖାଲି ଆମେ ଗୋଟେ ଜିନିଷ କହିଲୁ କପି କରି ଥୋଇଦେଲେ କଣ ହେଲା? ଧର୍ମଟାକୁ ସେ ଜଗିଲେ ଜଗୁନାହାନ୍ତି। ଛାଡ଼, ଯାହା ହଉଛି। ସେ ଯୋଉ ମହାପୁରୁଷଙ୍କ ଆବିର୍ଭୂତ, ସେ କହିଲେ ମୁଁ ଏଇଠି ଆବିର୍ଭୂତ ହେବି। କୋଉଠି? ନା କ୍ଷୀର ନଦୀ ଦକ୍ଷିଣରେ ଲିଙ୍ଗ ନାମ ଦେଶ, ଖଞ୍ଜିରେ ଧାତା ପଶ୍ଚିମେ ନିଗମ ମହେଶ, ଖ୍ୟାତବଟ ଗୁପ୍ତଚର ପୂର୍ଭାଗ ଉଦେ, କ୍ଷଣ ଭଣୀର ଅଚ୍ୟୁତ ଗୀତ ପଦ ଚନ୍ଦେ, ଗିରି ଗୋପୀୟ ହୋଇଥିବ ମାଟି ପ୍ରାୟ ହୋଇ, ଗହ ଗହ ଶବଦରେ ଶୁଭୁଥିବ। ଖାଲି ଠିକ କରି କହିଦଉଛୁ, ସେ ଯୋଉଠି ଆବିର୍ଭୂତ ହେଇଥିବେ ସେଠି ଗିରି ପ୍ରକାଶ ନଥିବ, ପାହାଡ ନଥିବ। ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ, ପାହାଡ ଗୁଡାକ ଲୁକାଇଥିବ। କେତେଟା ପାହାଡ? 8ଟା ପାହାଡ। ସେଠି ସେ ଆବିର୍ଭୂତ ହେବେ। କେତେ ନମ୍ବର ଅଚ୍ୟୁତ? 13 ନମ୍ବର। ଏବଂ ସେଇ ଅଚ୍ୟୁତଙ୍କର ଅଙ୍କୁ ତମେ ଧରି ବିଚାର କରିବ, ବିଚାର ଫଳ 100କୁ 100% ସତ୍ୟତାରେ ଆସିବ। ହେଲା। ପୁଣି ମହାପୁରୁଷ ଲେଖିଛନ୍ତି ହରିହର କ୍ଷେତ୍ରରେ କଣ ଆବିର୍ଭୂତ। ହରିହର କ୍ଷେତ୍ର ଆବିର୍ଭୂତ ହେବେ, କିନ୍ତୁ କେହି ଜାଣିପାରିବେ ନାହିଁ। ସେ ନିଜେ କହିଛନ୍ତି ହରିହର କ୍ଷେତ୍ରରେ ଜନ୍ମ ନଇଲା ସଂସାର ପଡ଼ିବ। ମୁଁ ହରିହର କ୍ଷେତ୍ରରେ ଜନ୍ମ ହେବେ ବୋଲି କେହି କହିବେ ନାହିଁ, ସଂସାର ପଡ଼ିବ ବୋଲି କହିବେ, ସେଠି କେହି ଜନ୍ମ ହେବେ ନାହିଁ। ସେ କୋଉ ହରିହର କ୍ଷେତ୍ର? ଖ୍ୟାତ ବଟ ଉଦୟ ହେଇଥିବ, ଅଷ୍ଟଗିରି ଲୁକାୟିତ ହେଇଥିବ, ପୁଣି କଳା ପର୍ବତ ହେଇଥିବ। ତାଙ୍କ ଦେହରେ ଈଶ୍ୱର ବିହାର କରୁଥିବେ। ଏମିତି ସବୁ ଅନେକ ଜିନିଷ ରହିଛି। କି ସେଇ ଅଚ୍ୟୁତ ଦିନେ ଆସି କଣ କରିବେ? ପ୍ରାଚୀ ନଦୀ କୂଳରେ କଣ କରିବେ? ଲୀଳା ଖେଳା କରିବେ। କେତେ ନମ୍ବର ଅଚ୍ୟୁତ? 13 ନମ୍ବର ଅଚ୍ୟୁତ କରିବେ ବୋଲି ମହାପୁରୁଷ ମଧ୍ୟ ପ୍ରମାଣ। କଣ କହିଲେ? ପ୍ରାଚୀ ନଦୀ ତୀରେ ଅଗମ୍ୟ ସ୍ଥାନ, ତହିଁ ଋଷି ମାନଙ୍କର ଆଶ୍ରମ, ସେଠାରେ ଭକତ ବିଶେଷ ଜାତ, କେଉଁ ଗୁପତ କେଉଁ ବା ପ୍ରକଟ। ରାମ, ପ୍ରାଚୀ ନଦୀ କୂଳରେ ଗୋଟେ ଅଗମ୍ୟ ସ୍ଥାନ ରହିଛି, ସେଠି ତହିଁ ଋଷି ମାନଙ୍କର ଆଶ୍ରମ। ହେଲା, ସେଠି ଅନେକ ଋଷିଙ୍କର ଆଶ୍ରମ ଅଛି। ସେଠାରେ ଭକତ ବିଶେଷ ଜାତ, ସେଠି ଅନେକ ଭକ୍ତ ଜାତ ହେଇଥିବେ। କେଉଁ ଗୁପତ କେଉଁ ବା ପ୍ରକଟ, କିଏ ଲୁଚିକି ରହିଥିବ, କିଏ ପ୍ରକଟ ଲୀଳା କରୁଥିବ। ଦ୍ୱାଦଶ ଚକ୍ର ସମାଗମ ଭୂଇଁ, ମନ୍ତ୍ର ଦଣ୍ଡେ ଯତି ଜହିଁ ଅଛନ୍ତି। ଦ୍ୱାଦଶ ଚକ୍ର ସମାଗମ ଭୂଇଁ, 2ଟା ଅର୍ଥ ଆସିବ। ଶରୀର ତତ୍ତ୍ୱ ଆମେ ସମସ୍ତେ ଜାଣିଛେ, ଷଡ଼ଚକ୍ର। ହେଲା, ଷଡ଼ଚକ୍ର ପରେ 50 ଅକ୍ଷରେ ତହିଁରେ ହରଳି। ମନେ ରଖିଥାଅ, ଆଉ 12 ଚକ୍ର ଗୁରୁଙ୍କ ହାତରେ। ଶାସ୍ତ୍ର ଦେଲା କେତେ? 6 ଚକ୍ର, ଆଉ 12ଟା ରହିଲା ଗୁରୁଙ୍କ ହାତରେ। ଏଠାରେ ହଉଛି ଅଷ୍ଟାଦଶ ଚକ୍ର। ଅଷ୍ଟାଦଶ ଚକ୍ରକୁ ଶିବ 8ଟା ଚକ୍ରକୁ ଭେଦ କଲେ, ସେଥିପାଇଁ ତାକୁ ହେଲା ଅଷ୍ଟାଙ୍ଗ ଯୋଗୀ। ଆଉ 10ଟା ଚକ୍ର ରହିଲା। ଅଷ୍ଟାଦଶ ଚକ୍ରରେ 154 ଅକ୍ଷର। ଅକ୍ଷର ମନେ ରଖିଥା 3 ପ୍ରକାର, ଗୋଟେ ବେଦାକ୍ଷର, ଗୋଟେ ମାତ୍ରାକ୍ଷର,
ଆଉ ଗୋଟା ହଉଛି ଅକ୍ଷର। ବେଦାକ୍ଷର 50, ମାତ୍ରାକ୍ଷର ହଉଛି 50, ଅକ୍ଷର ହେଲା 50, 150, 150 ହେଇଗଲା ନା। ଆଉ 4 ନା ନିମାକ୍ଷର ହଉଛି 4 ଅକ୍ଷର, ମିଶି କେତେ ହେଲା 154। ଅଷ୍ଟାଦଶ ଚକ୍ରରେ 154, କିନ୍ତୁ ଶାସ୍ତ୍ର ପ୍ରମାଣ ଦଉଛି ଷଡ଼ ଚକ୍ରରେ 50 ଅକ୍ଷର। ଆଉ ଯୋଉ ରହିଲା କେତେ 104 ଅକ୍ଷର 12 ଚକ୍ର, ଇଏ ରହିଲା ଗୁରୁଙ୍କ ହସ୍ତରେ। ସେଥିପାଇଁ କୁହନ୍ତି 4 ବେଦ ପରେ ସିନା ଗୁରୁ କହିବେ, ଦେହ ହସ୍ତ ମାରିନ ଚିହ୍ନାଇବେ। ସେ ଗୁରୁଙ୍କ ହସ୍ତରେ ସେ ରହିଛି, ସିଏ ବେଦରେ। ସେଥିପାଇଁ କି ସେ ଯୋଉ 18 ଚକ୍ର, ଅଷ୍ଟାଦଶ ଚକ୍ର ଭିତରୁ 12 ଚକ୍ର ସେଠି ସମାଗମ ହେଲା। 12 ଚକ୍ର ସେ ସାକାରବାଦରେ ରହିଛି। ସୁଦର୍ଶନ ଚକ୍ର, ନାରାୟଣୀ ଚକ୍ର, ଦୁର୍ଗା ଚକ୍ର, ମୋହିନୀ ଚକ୍ର, ଏମିତି ସବୁ ଅଛି। ଆମେ ଖାଲି ଚକ୍ର ବୋଲି ଜାଣିଛେ, ସୁଦର୍ଶନ ଚକ୍ର, ନୀଳ ଚକ୍ର, ଏମିତି ସବୁ ନାହିଁ ନା। କିନ୍ତୁ ନା ପିନାକି ହେଲା ଧନୁ, ସେ କଥା ନୁହଁ। ଚକ୍ର ହଉଛି 18 ପ୍ରକାର ହେଲା ଚକ୍ର। ସାକାରବାଦରେ ବି 18ଟା ଦେବତାଙ୍କର 18 ଗୋଟି ଚକ୍ର ଅଛି। ଆମେ ସମସ୍ତେ ଜାଣିଛେ ନାରାୟଣଙ୍କର କଣ ସୁଦର୍ଶନ ହେଲା। ସେଠି ନୀଳ ଚକ୍ର ଗୋଟା ଅଛି ନା। ଏ 2ଟା ଉପରେ ତମେ କଲଚର କର, ଆଉ ଅନ୍ୟକୁ ଛାଡ। ନାରାୟଣଙ୍କ କଣ ସୁଦର୍ଶନ ଚକ୍ର, ସେଠି ନୀଳ ଚକ୍ର କାହାର? ଆମେ ଯୋଉ ପୁରୀ ଯାଉଛେ ନୀଳ ଚକ୍ର ଅନଉଛେ ନା ସୁଦର୍ଶନ ଚକ୍ର ଅନଉଛେ? ଠାକୁର ମଧ୍ୟ ନୀଳ ଚକ୍ର ତଳେ। ତା ଭିତରେ ସିଏ ଗୋଟେ ଆଲୋଚନା କଲେ, ଗୋଟେ ବଡ ଏପିସୋଡ ହେଇଯିବ, ତା ପଛରେ କେତେବେଳେ ଆଲୋଚନା କରିବା। କହିଲେ ଦ୍ୱାଦଶ ଚକ୍ର ସମାଗମ ଭୂମି, ସେଠି 12 ଚକ୍ରର ସମାଗମ ହେଉଥିବ। ମନ୍ତ୍ର ଦଣ୍ଡେ ଯତି ଜହି ଅଛନ୍ତି, ମନ୍ତ୍ରକୁ ଧ୍ୟାନ କରି ଯତି ବୋଲନ୍ତି ସନ୍ନ୍ୟାସୀ, ସେଠି ଅନେକ ଅଛନ୍ତି। ନିର୍ଗୁଣ ସ୍ଥାନ ପୁଣି ନାହିଁ ଜହି, ସେଠାରେ ଯତିଙ୍କ ଆଶ୍ରମ। ସେ ହଉଛି ନିର୍ଗୁଣ ସ୍ଥାନ, ମାନେ ନିଛାଟିଆ ସ୍ଥାନ, ବୁଝିହଉଛି। ସେଠି କଣ ସନ୍ନ୍ୟାସୀ ରହିଥିବେ ବା ତପସ୍ୱୀ ରହିଥିବେ। ଦେଖିଲେ ସେ ସ୍ଥାନ ନିର୍ଗୁଣ ଭୂଇଁ, ମଠ ବାନ୍ଧି ଯତି ରହିଲେ କଣ? ସେଟା ନିଷ୍କାମ ବା ନିର୍ଗୁଣ ଜାଗା ହେଇଥିବା ହେତୁ, ଫାଙ୍କା ଜାଗା ହେଇଥିବା ହେତୁ, ନିଛାଟିଆ ଜାଗା ହେଇଥିବା ହେତୁ, ସେଠି ଯତି କଣ କଲେ ଆଶ୍ରମ ବାନ୍ଧିକି। ସେଇ ସ୍ଥାନରେ, ଏଟା ହଉଛି କୋଉ ଯୁଗ? ସୁବାହୁ ଦ୍ୱାପର ବିଷୟ। ସେ ଯୋଉ କ୍ଷେତ୍ର ହେଇଥିବ ସେଇଠିକି ମହାପୁରୁଷ ଯିବେ। କହିଲେ ଅପ୍ରକାଶ ସ୍ଥାନ ପ୍ରକାଶ ନୋଏ, ସେଠା ମହିମା ମୁଖରେ କେ କହେ। କହିଲେ ପ୍ରାଚୀ କୂଳରେ ସେ ଯୋଉ ସ୍ଥାନ ଥିବ, ସେ ସ୍ଥାନର ମହିମା କେହି ପ୍ରକାଶ କରିପାରିବେ ନାହିଁ। ଅପଡ଼ା ସ୍ଥାନକୁ ପୋଡ଼ିବି ମୁହିଁ, ଗୋପ ଲୀଳା ଖେଳ କରିବି ତ। ହେ ରାମ, ସେଇ ସ୍ଥାନକୁ ମୁଁ ପୁଣି ଯିବି, ସେଠି ଗୋପ ଲୀଳା କରିବି, ବୁଝିହଉଛି। ସେ ଅପଡ଼ା ଭୂଇଁ, ସେ ଯୋଉ ନିଛାଟିଆ ସ୍ଥାନରେ ମୁଁ ଫୁଲ ଫୁଟେଇକି ଆସିବି। ଦେଖି ଶୁଣି ଥୋକେ ହେବେ ଚକିତ, ଜହିଁ କହିବି ଯନ୍ତ୍ର ମନ୍ତ୍ର ତନ୍ତ୍ର। ଏଠାର ଲୋକ ଇଏ ମୋ ଲୀଳା ଖେଳା ଦେଖି ସବୁ ଚକିତ ହେଇଛି। ମାରଣ ତାରଣ ବସ ଉଚାଟ, ସେଠାରେ କରିବି ବହୁ ପ୍ରକଟ। ମୁଁ ସେଇ ସ୍ଥାନରେ ରହିବି, ଅନେକ ଲୀଳା ଖେଳା କରିବି, କିନ୍ତୁ କେହି ଜାଣିପାରିବେ ନାହିଁ। କଣ? ମାରଣ ବସ ଉଚାଟ ହେଲା। ତହିଁ କିଛି ଦିନେ ଚଳିବି ମୁହିଁ, ଦିବ୍ୟ ସିଂହ ଦେବ ଅଙ୍କଟି। ଏଗୁଡ଼ା ସବୁ କେବେ ଘଟିବ? ନା ଦିବ୍ୟ ସିଂହ ରାଜା ଯେତେବେଳେ ଶ୍ରୀକ୍ଷେତ୍ରରେ ଥିବେ, ସେଇ ସମୟରେ ସିଏ ସେଠି ଲୀଳା ଖେଳା କରିବେ। ଉପଲୀଳା ଖେଳ ତହିଁ ସାରିବି, ସେଠାରେ ମୁହିଁ ଅନ୍ତର ହୋଇବି। ହେ ରାମ, ସେଇ ଯୋଉ ଅପଡ଼ା ଭୂମିରେ ପ୍ରାଚୀ କୂଳରେ ମୁଁ ଲୀଳା ଖେଳା ସାରି କଣ ହେବି? ଗୋପଲୀଳା ସାରି ସାରିଲା ପରେ ସେଠୁ ମୁଁ ପୁଣି ଅନ୍ତର ହେଇଯିବି। ଅନ୍ତର ହେଇଛି ମାନେ କଣ ଦେହ ଛାଡ଼ିବେ? ନା,
ସେ ସ୍ଥାନକୁ ପରିତ୍ୟାଗ କରିକି ପୁନର୍ବାର ଅନ୍ୟ ସ୍ଥାନକୁ ସେ ଅନ୍ୟ ସ୍ଥାନ କେବେ ସେ ସ୍ଥାନକୁ ଯିବେ ହେଲା। ଶିବକଳ୍ପ ଶାସ୍ତ୍ରରେ ଯାହା ପ୍ରମାଣ ଅଛି ତାକୁ ପୂର୍ବ ଏପିସୋଡରେ ଆଲୋଚନା କରିବା। ଜୟ ଜଗନ୍ନାଥ। ସେ ଅଚ୍ୟୁତଙ୍କ ସଦିଶା ପୂର୍ଣ୍ଣ ହଉ। ବଳାନନ୍ଦୀ ଗୋବା ହରି।